ରାଧେ ରାଧେ ହୃଦୟରୁ କିଛି କଥା। ବେଳେବେଳେ ଆମେ ନିଜେ ହିଁ ବୁଝିପାରୁନାହୁଁ ଯେ ଆମେ ପ୍ରକୃତରେ ଜୀବନରେ କ'ଣ କରିବାକୁ ଚାହୁଁଛୁ। କେବେ କେବେ ଅନେକ କିଛି ଏମିତି କରିଦେଉ ଯାହାର ପରିଣାମ କ'ଣ ହେବ ସେଥିପାଇଁ ମଧ୍ୟ ଆମେ ଚିନ୍ତା କରୁନାହୁଁ। ସତ କହିବାକୁ ଗଲେ ଜୀବନରେ କାହାର କଥା ମାନି ଚାଲିବା ଉଚିତ, କାହାର ପରାମର୍ଶ ଶୁଣିବା ଉଚିତ, ଏହି ଦ୍ୱନ୍ଦ୍ୱ ଆମକୁ ସବୁବେଳେ ବହୁତ ଅସ୍ତବ୍ୟସ୍ତ କରିଦିଏ। ତଥାପି ଆମେ ନିଜ ପାଇଁ ସଠିକ୍ ବାଟ ଖୋଜିପାରୁନାହୁଁ ଏବଂ ଅନେକ ଭୁଲ କରିବସୁ। ଗୋଟିଏ ଭୁଲ କରିବା ପରେ ମଧ୍ୟ ଆମେ ବାରମ୍ବାର ସେହି ଭୁଲକୁ ଧରାଇଥାଉ। କାହିଁକି ନା ବୋଧହୁଏ ଆମକୁ ଭଲ ଲାଗେ କେହି ଆମକୁ ଭଲ କହୁ, ଆମକୁ ପ୍ରଶଂସା କରୁ, ଆମ କଥାରେ ହଁ ମିଶାଉ। ସେହି କ୍ଷଣକ ଭଲ ଲାଗିବା ପାଇଁ ଆମେ ଜାଣିଥିବା ସତ୍ତ୍ୱେ ମଧ୍ୟ ଭୁଲ ବାଟରେ ପାଦ ବଢ଼ାଇ ଦେଉ। କିନ୍ତୁ ଶେଷରେ ସେହି ଭୁଲର ପରିଣାମ ଏତେ ଭୟଙ୍କର ହୋଇଥାଏ ଯେ ସେତେବେଳେ ଆମକୁ ନିଜକୁ ନିଜେ ପଚାରିବାକୁ ମଧ୍ୟ ପଡ଼େ, ପ୍ରକୃତରେ ସମସ୍ୟାଟା କେଉଁଠି ହେଲା? ବୋଧହୁଏ ସମସ୍ୟା ଆମର ନିଷ୍ପତ୍ତିରେ ନୁହେଁ, ବରଂ ନିଜ ମନର କଥାକୁ ଅଣଦେଖା କରି ଅନ୍ୟମାନଙ୍କ କଥାରେ ନିଜ ଜୀବନର ବାଟ ବାଛିବାରେ ହିଁ ହେଇଥାଏ। ରାଧେ ରାଧେ।